ତତେ ଏମିତି ଲାଗୁଛି କି ତୁ କିଛି କରିପାରିବୁନି, ତୁ ବହୁତ ଦୁର୍ବଳ, ତୋ ଦ୍ୱାରା କିଛି ହବନି, ତୋ ଭିତରେ କିଛି ଟ୍ୟାଲେଣ୍ଟ ନାହିଁ, ତୁ ଜୀବନରେ କିଛି କରିପାରିବୁନି, ବହୁତ ଦୁଃଖରେ ରହିବୁ, ଏମିତି ଲାଗୁଛି କି ତତେ? ଯଦି ତତେ ଲାଗୁଛି ତାହେଲେ ଗୋଟେ କଥା ଶୁଣ, ତୁ ଏଇଗୁଡ଼ା ଯେଉଁ ତତେ ସବୁ ଲାଗୁନି, ଏଇଗୁଡ଼ା କେବଳ ଆଉ କେବଳ ତୋ ମନର ଗୋଟେ ଭ୍ରାନ୍ତ ଧାରଣା। ତୋ ମନକୁ ଗୋଟେ ବିଚାର ଆସୁଛି, ଗୋଟେ ଥଟ୍ସ ଆସୁଛି, ଆଉ ତୁ ସେ ଥଟ୍ସଟାକୁ ସତ ବୋଲି ମାନି ନେଉଛୁ। ତ କର୍ମ କର୍ମ ଭାଇ, ବୟସ ଅଛି, ଦେହରେ ଯବାନୀ ଅଛି, ଶରୀରରେ ତାକତ ଅଛି, ମନ ବଳଟା ବଢ଼ା, କାମ କର। ଏବେ କେବଳ ତୋ ମନରେ ହିଁ ବଳ ନାହିଁ, ମନଟା ଦୁର୍ବଳ ହେଇଯାଇଛି। ଦୁର୍ବଳ ହବନି ମନଟା, ସକାଳୁ ଉଠିକି ମୋବାଇଲ କେଞ୍ଚିବୁ, ରିଲ୍ ଦେଖିବୁ, କିଏ କାହା ସହିତ ପଳେଇଲା, କିଏ କ'ଣ ଗଲା, ଏଇଗୁଡ଼ା ସବୁ ଦେଖିବୁ। ନିଜକୁ ଇମ୍ପ୍ରୁଭ୍ କରିବା ପାଇଁ କିଛି କରୁନୁ ତୁ। ତ ନିଜକୁ ଇମ୍ପ୍ରୁଭ୍ କରିବା ପାଇଁ କିଛି ନ କଲେ ଏମିତି ସେଲ୍ଫ ଡାଉଟ୍ ହୁଏ, ନିଜ ଉପରେ ନିଜକୁ ସନ୍ଦେହ ହୁଏ। ତ ସେଲ୍ଫ ଡାଉଟ୍ ଦୂର କରିବା ପାଇଁ ହେଲେ ତ ଭଲ ବହି ପଢ଼, କାମ କର, ନିଜ ସାମ୍ନାରେ ନିଜର ସମ୍ମାନଟା ବଢ଼ା। ନିଜ ସାମ୍ନାରେ ନିଜର ସମ୍ମାନଟା କେତେବେଳେ ବଢ଼ିବ? ଆକ୍ଚୁଆଲି ତୁ ମେହନତ କରିବୁ। ଆଉ ଯେତେବେଳେ କଣ୍ଟିନ୍ୟୁଅସଲି ତୁ 15 ଦିନ ମାସେ ମେହନତ କରିବ, ତତେ ଗୋଟେ ଛୋଟ ରେଜଲ୍ଟ ମିଳିଯିବ, ତତେ ଲାଗିବ ଯେ ନାଇଁ ମୁଁ କିଛି କରିପାରିବି। ଆଉ ତୋ ଭିତରେ ଯେଉଁ ଆତ୍ମବିଶ୍ୱାସଟା ନୁହଁ, ସେଇଟା ବଢ଼ିବ। ତ ଏବେ ନିଜ ଉପରେ ଡାଉଟ୍ ନ କରି, ସେ ଯେଉଁ ଭାବନା ଗୁଡ଼ା ଆସୁଛି ନା, ତାକୁ ସତ ନ ଭାବିକି ସେଇ ଜାଗାରେ କିଛି ପଜିଟିଭ୍ ଭାବନା ନିଜ ମନରେ ଆଣେ। ଯେତେବେଳେ ବି କିଛି ନେଗେଟିଭ୍ ଭାବନା ଆସୁଛି ଯେ ତୁ କିଛି କରିପାରିବୁନି ବୋଲି, ସେତେବେଳେ ନିଜ ମନରେ ଗୋଟେ କୋଶ୍ଚିନ୍ ନିଜକୁ ପଚାରେ ଯେ କ'ଣ ପାଇଁ ମୁଁ କରିପାରିବିନି, ସେମାନେ କେମିତି କରିଦେଲେ ଯଦି ମୁଁ କରିପାରିବିନି। ଦେଖିବୁ ତ ସେଲ୍ଫ ଡାଉଟ୍ସ, ତ ମନରେ ଯେଉଁ ସନ୍ଦେହ ଅଛି ନିଜକୁ ନେଇକି ପଳେଇବ।